ଜଣେ ଗୁରୁ ତାଙ୍କ ଶିଷ୍ୟକୁ ଦୀକ୍ଷା ଦେଲାବେଳେ କହିଲେ, ପ୍ରତିଜ୍ଞା କର ତୁ ସଦାବେଳେ ସତ କହିବୁ। ଶିଷ୍ୟ ତାହା ମାନିବ ବୋଲି ପ୍ରତିଶ୍ରୁତି ଦେଇ ଆଶ୍ରମ ଛାଡ଼ିଲା। ଅନେକ ବର୍ଷ ପରେ ଶିଷ୍ୟଟି ଗୁରୁଙ୍କୁ ଦେଖା କରିବାକୁ ଗଲା। ଗୁରୁ ବୃଦ୍ଧ ହୋଇଯାଇଥିଲେ। ସେ ଶିଷ୍ୟକୁ ଦେଖି ବହୁତ ଖୁସି ହେଲେ। କିଛି ସମୟ କଥା ହେବା ପରେ ସେ ପଚାରିଲେ, ବାବୁରେ ତୁ ମୋର ଶେଷ କଥାଟି ମନେ ରଖିଛୁ ତ? ଶିଷ୍ୟ କହିଲା, ମୁଁ ମନେ ରଖିଛି, କିନ୍ତୁ ମୋ ଶିଷ୍ୟ ଓ ଅନୁଗାମୀମାନଙ୍କୁ ସେ ଶିକ୍ଷାଟି ଦେଇପାରୁନାହିଁ। ଗୁରୁ କହିଲେ, କାହିଁକି? ଶିଷ୍ୟ କହିଲା, ମୁଁ ସଦାବେଳେ ସତ କଥା ହିଁ କହିବାକୁ ଚେଷ୍ଟା କରିଛି, କିନ୍ତୁ ସେଇ ଅନୁଭୂତି ମୋ ଜ୍ଞାନୋଦୟ ବି କରିଛି। ଗୁରୁ ଚୁପଚାପ ପଡ଼ିଗଲେ। ତାପରେ ସେ କହିଲେ, ତୁ କ'ଣ କହିବାକୁ ଚାହୁଁଛୁ ଖୋଲିକି କହ। ଶିଷ୍ୟ କହିଲା, ମୁଁ ପ୍ରଥମେ ଭାବି ନେଇଥିଲି ଯେ ସତ କହିବା ସହଜ କଥା। ଏହା ଅତ୍ୟନ୍ତ ସରଳ, ସିଧା ଗାରଟିଏ ଭଳି। କିନ୍ତୁ ବାସ୍ତବରେ ଦେଖିଲି ଯେ ସତ କହିବି, ଯେ ସତ ଶୁଣି ସହିବା ଲାଗି ଭଗବାନ କାନ ଓ ମନ ଦେଇନାହାନ୍ତି। ତେଣୁ ସତ କହିବା ମୋ ଲାଗି ଅପ୍ରୀତିକର ହୋଇଛି। ଗୁରୁ କହିଲେ, ତାହେଲେ ତୁ କ'ଣ କଲୁ? ଶିଷ୍ୟ କହିଲା, ଗୋଟିଏ କାମ କଲି। ଯେତେବେଳେ ମିଛ କହିବାକୁ ପଡ଼ିଲା ମୁଁ ନୀରବ ରହିଲି। ଗୁରୁ ପଚାରିଲେ, ଏବେ କହ ତୋ ଶିଷ୍ୟମାନଙ୍କୁ ତୁ କେଉଁ ଅନ୍ତିମ ଉପଦେଶ ଦେଉଛୁ? ଶିଷ୍ୟ କହିଲା, ଆପଣଙ୍କ ଉପଦେଶ ମାନିବା ବେଳେ ମୋର ଯେଉଁ ଅନୁଭୂତି ହୋଇଛି ତହିଁରୁ ଶିଖି ସେମାନଙ୍କୁ କହୁଛି ଯେ ନୀରବ ରହ। ଅତି ଆବଶ୍ୟକ ନହେଲେ କଥା କୁହ ନାହିଁ, କାରଣ କଥା ହିଁ ସବୁ ସମସ୍ୟାର ମୂଳ କାରଣ। ନୀରବ ରହିଲେ ସର୍ବଦା ସତ କହିବାର ପ୍ରତିଶ୍ରୁତି ପାଳନ କରିବା ମଧ୍ୟ ସମ୍ଭବ ହୋଇଥାଏ। ସାଙ୍ଗମାନେ ଏ ଗପଟିରୁ କ'ଣ ଶିଖିଲେ ମୋତେ କମେଣ୍ଟସରେ ନିଶ୍ଚୟ ଜଣାଇବେ। ଯଦି ଗପଟି ଭଲ ଲାଗିଲା ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।